mainly এই দেবগড় ডিস্ট্রিক্টে ଡ୍ରଟ୍ ପ୍ରୋନ୍ ଏରିଆ ଲୋକମାନେ ଏଗ୍ରିକଲଚର ଆଉ ଫରେଷ୍ଟ ଉପରେ ନିର୍ଭର କରି ଚଳନ୍ତି। ସେଠି ଇଣ୍ଡଷ୍ଟ୍ରି କିମ୍ବା ମାଇନ୍ସ ନାହିଁ। ଏଗ୍ରିକଲଚର କାମ ସରିଗଲା ପରେ ଲୋକମାନେ କାମ ଧନ୍ଦା ପାଇଁ ୱେଜ ପାଇଁ ବାହାରକୁ ଡିଷ୍ଟାନ୍ସ ପ୍ଲେସକୁ ଚାଲି ଯାଆନ୍ତି। ଫୁଡ୍ ସିକ୍ୟୁରିଟି ପ୍ରୋବ୍ଲେମ ହେଇକି ଅଛି। ଡ୍ରଟ୍, ଫୁଡ୍ ଇନସିକ୍ୟୁରିଟି, IMR, MMR ରେଟ୍ ବର୍ତ୍ତମାନ ବହୁତ ହାଇ ଅଛି। ଆଉ ଲିଟରେସି ରେଟ୍ ଭେରି ଲୋ। ଓମେନ୍ ଲିଟରେସି 23-25% ଭିତରେ। ଚାଇଲ୍ଡ ଏଜୁକେସନ ପ୍ରୋବ୍ଲେମ ଅଛି। ସଫିସିଏଣ୍ଟ ପ୍ରାଇମେରୀ ଏଜୁକେସନ ଡିଷ୍ଟ୍ରିକ୍ଟରେ ସବୁ ଗାଁର ପିଲାମାନଙ୍କ ପାଇଁ ନାହିଁ। ମେନଲି SC ପିଲାମାନେ ପ୍ରାଇମେରୀ ଏଜୁକେସନ ପାଇପାରୁନାହାନ୍ତି। ସେକେଣ୍ଡାରୀ ଏକ୍ଜାମ ଯେଉଁମାନେ ଆଟେଣ୍ଡ କରୁଛନ୍ତି ସେଥିରୁ ଦେଖାହେଉଛି 80% ST/SC ପିଲା ସେକେଣ୍ଡାରୀ ଏଜୁକେସନରେ ଫେଲ ହେଉଛନ୍ତି। ଓନ୍ଲି 10-20% ପିଲା ପାସ୍ କରୁଛନ୍ତି। ଫରେଷ୍ଟ ଆଣ୍ଡ ଏନଭାରନମେଣ୍ଟ ନ୍ୟାଚୁରାଲ ଫରେଷ୍ଟ ଅଛି, ଡିପ୍ଲିସନ ହେଇ ଚାଲିଛି। ଆଉ ଏଇ ନ୍ୟାଚୁରାଲ ଫରେଷ୍ଟ ଡିପ୍ଲିସନ ହେବା ଦ୍ୱାରା ଫୁଡ ଇନସିକ୍ୟୁରିଟି ଯୋଉ ଇସ୍ୟୁଟା ବଢି ବଢି ଚାଲିଛି। ହଙ୍ଗର ଷ୍ଟାରଭେସନ ଭିତରେ ଲୋକମାନେ ଜୀବନ ଯାପନ କରୁଛନ୍ତି। ଲୋକମାନଙ୍କୁ କାମଧନ୍ଦା ଠିକରେ ମିଳିପାରୁନି। NRGA ବେସିକ ଆମିନିଟିଜ ଫାସିଲିଟିଜ ରହିଛି ଗଭର୍ଣ୍ଣମେଣ୍ଟର ଡେଭଲପମେଣ୍ଟ ସ୍କିମ୍ସ ଫାସିଲିଟିଜ, ଏଥିରୁ ଲୋକମାନେ ବଞ୍ଚିତ ହେଉଛନ୍ତି। ରାସ୍ତାଘାଟ ଯିବା ଆସିବା କରିବା ପାଇଁ ରାସ୍ତାଘାଟ ସୁବିଧା ସେତେ ନାହିଁ। ବର୍ଷା ଦିନେ